ଅରୁଗୁଳ ଗ୍ରାମରେ ଥିବା ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରରେ ଅଷ୍ଟମ ବାର୍ଷିକ ଉତ୍ସବ ପାଳିତ ହୋଇଯାଇଛି। ଏହି ଉତ୍ସବରେ ଜଟଣୀ ବିଜେପି ବିଧାୟକ ପ୍ରାର୍ଥୀ ବିଶ୍ୱରଞ୍ଜନ ବଡ଼ଜେନା ମୁଖ୍ୟ ଅତିଥି ହୋଇଥିବା ବେଳେ ବିଜେପି ସୋମନାଥ ମଣ୍ଡଳର ସଭାପତି ସଂଗ୍ରାମ ସାମନ୍ତରାୟ, ଅବସରପ୍ରାପ୍ତ ଶିକ୍ଷକ ତାରେଶ୍ୱର ସ୍ୱାଇଁ ପ୍ରଭୃତି ସମ୍ମାନିତ ଅତିଥି ଭାବେ ଅଳଙ୍କୃତ ହୋଇଥିଲେ। ବିଦ୍ୟାଳୟର ସମ୍ପାଦକ ପ୍ରଦୀପ କୁମାର ସ୍ୱାଇଁ ସମ୍ପାଦକୀୟ ବିବରଣୀ ପାଠ କରିଥିଲେ। ପରେ କୁନି କୁନି ଶିଶୁମାନଙ୍କୁ ପୁରସ୍କାର ବିତରଣ ହେବା ସହିତ କିଛି ପ୍ରତିଭାମାନଙ୍କୁ ସମ୍ବର୍ଦ୍ଧିତ କରାଯାଇଥିଲା। ଶେଷରେ କୁନି କୁନି ଶିଶୁମାନଙ୍କ ଦ୍ୱାରା ସାଂସ୍କୃତିକ କାର୍ଯ୍ୟକ୍ରମ କରାଯାଇଥିଲା। ମୁଁ ଶ୍ରୀ ପ୍ରତାପ ସ୍ୱାଇଁ ବିଦ୍ୟାଳୟର ସମ୍ପାଦକ ଅଟେ ଏବଂ ଆଜି ବିଦ୍ୟାଳୟଟି ଆମର ଅଷ୍ଟମ ବାର୍ଷିକ ଉତ୍ସବ ପାଳନ କରିବାକୁ ଯାଉଛି। ଏହି ଅବସରରେ ପିଲାମାନଙ୍କର ବିଭିନ୍ନ କ୍ରୀଡ଼ା ପ୍ରତିଯୋଗିତାଠୁ ଆରମ୍ଭ କରି ଆପଣଙ୍କର ବିଭିନ୍ନ ପତ୍ର ଲିଖନ ବାକି ବକ୍ତୃତା ଅଲଗା ଅଲଗା କାର୍ଯ୍ୟକ୍ରମ ରହିଥିଲା। ଯେଉଁମାନେ ତା ସହିତ ମାଆ ମାନେ ଅଭିଭାବକମାନେ ମଧ୍ୟ ତାଙ୍କ ମଧ୍ୟରେ ବିଭିନ୍ନ କୌତୁହଳପୂର୍ଣ୍ଣ ପ୍ରତିଯୋଗିତା ରହିଥିଲା ଏବଂ ବିଶେଷ ଆକର୍ଷଣ ଥିଲା ଏ ବର୍ଷର ଯେଉଁ ଖାଦ୍ୟ ପୁଷ୍ଟିକର ଖାଦ୍ୟ ପ୍ରସ୍ତୁତି କରି ପରିବେଷଣ କରିବା ଗୋଟେ ନିଆରା କାର୍ଯ୍ୟକ୍ରମ ଏଥରକ ଆମେ ନୂଆକରି କରିଥିଲୁ ଏବଂ ଯେଉଁଟାକି ବହୁତ ଆଦୃତ ଲାଭ କରିଛି। ଆପଣମାନେ ମଧ୍ୟ ଆସି ଯୋଗ ଦେଇଛନ୍ତି ଏବଂ ଯେଉଁମାନେ କୃତିତ୍ୱ ଅର୍ଜନ କରୁଛନ୍ତି ତାଙ୍କୁ ଏହି ମଞ୍ଚରେ ଆମେ ତାଙ୍କୁ ପୁରସ୍କୃତ କରିଛୁ ବିଦ୍ୟାଳୟ ତରଫରୁ। ଏବଂ ପରିଶେଷରେ ଏଠି ମାଆ ମାନେ ଅଭିଭାବକମାନେ ସମସ୍ତେ ଯୋଗ ଦେଇଛନ୍ତି, ଛୋଟ ଛୋଟ ପିଲାମାନେ ଯୋଗ ଦେଇଛନ୍ତି ଏବଂ ଛୋଟ ପିଲାମାନଙ୍କର ଭିତରେ ତାଙ୍କର ଯେଉଁ ତାଙ୍କ ଦ୍ୱାରା ଏଠି ଆୟୋଜିତ ମାନେ ପ୍ରସ୍ତୁତ କରି ଆସିଥିବା ସାଂସ୍କୃତିକ କାର୍ଯ୍ୟକ୍ରମ ପରିବେଷଣ ହୋଇସାରିଛି। ଆପଣଙ୍କ ଟୋଟାଲ ପରିବାର ହେଉଛନ୍ତି ଶିକ୍ଷକ, ତ ଆପଣ କ'ଣ ନୂଆ ଢାଞ୍ଚା ନେଇକି ଶିଶୁ ମନ୍ଦିରଟି ଗଠନ କରିଛନ୍ତି? ଦେଖନ୍ତୁ 2017 ମସିହାରୁ ଆମେ ଶିଶୁ ମନ୍ଦିରଟି ଆରମ୍ଭ କରିଥିଲୁ ଏବଂ ଯେହେତୁ ମୋ ପରିବାର ମୋ ବାପା ଜଣେ ଅବସରପ୍ରାପ୍ତ ଶିକ୍ଷକ, ତାଙ୍କ ଆଦର୍ଶରେ ଅନୁପ୍ରାଣିତ ହୋଇ ଆମେ ସମସ୍ତେ ମୋ ସହଧର୍ମିଣୀ ସିଏ ଜଣେ ଶିଶୁ ମନ୍ଦିର ଆଚାର୍ଯ୍ୟା ଥିଲେ ଏବଂ ମୁଁ ମଧ୍ୟ ଅଳ୍ପ ବହୁତ ବି ଶିକ୍ଷା ବ୍ୟବସ୍ଥା ଜଡ଼ିତ ଏବଂ ମୋର ଗୋଟେ ଆଗ୍ରହ ମଣିଷର ଥିଲା ଯେ ଯାହାହେଲେ ଗୋଟେ ଅନୁଷ୍ଠାନ କରିବି ଏବଂ ସେଟାକୁ ଆମେ ସମସ୍ତଙ୍କ ସହଯୋଗରେ ଆମେ ପରିବାର ସମସ୍ତେ ଆମେ ଡେଡିକେଟେଡ଼ ଅଛୁ ଶିକ୍ଷା କରି ଏବଂ ଏ ବର୍ଷ ନୂଆ କରି ଆମର ମାନନୀୟ ଯଶସ୍ୱୀ ପ୍ରଧାନମନ୍ତ୍ରୀ ଯେଉଁ ନୂଆ ଶିକ୍ଷାନୀତି ଆମର ପ୍ରଣୟନ କରିବାକୁ ଯାଉଛନ୍ତି ତାକୁ ଆମେ ସ୍ୱାଗତ କରୁଛୁ ଏବଂ ଯାହା ଆପଣଙ୍କର ଯାହା ନୀତି ନିୟମ ଭଳି ଆସିବ ତାକୁ ଆମେ ଆଗକୁ ଚାଲିବୁ ଏବଂ ଚଳିତ ଗତ ବର୍ଷଠାରୁ ଆମ ଏ ବିଦ୍ୟାଳୟ ଦ୍ୱିତୀୟ ଥର ଲାଗି ସିଓର ଲାଭ କରୁଛି ଯେଉଁଟାକି ସରକାରଙ୍କ ରେକଗ୍ନାଇଜେସନ୍ ଲାଭ କରିଛି ଏବଂ ଏହାର ଇନଫ୍ରାଷ୍ଟ୍ରକ୍ଚରକୁ ଆରମ୍ଭ କରି ଅନ୍ୟାନ୍ୟ ବ୍ୟବସ୍ଥା କରିବା ପାଇଁ ଚେଷ୍ଟା କରିବୁ। ମଣ୍ଡଳରେ ଶିଶୁ ମନ୍ଦିରଟି ଅଛି, ଏହାର ଡେଭଲପମେଣ୍ଟ ପାଇଁ କ'ଣ ଚିନ୍ତା କରିବେ? ଯାହା ସମ୍ଭବ ହୋଇପାରିବ, ଯାହା ଆମର ନେତା ଯେମିତି କହିଲେ ଆମର ବଡ଼ ଭାଇ ଲୁଲୁ ଭାଇ, ଯାହା ସମ୍ଭବ ହୋଇପାରିବ ସରକାରୀ ସ୍ତରରେ ସେଟା ଆମର ସାହାଯ୍ୟ କରିବେ ନିଶ୍ଚୟ। ଆମର ନେତା କଥାରେ ରଖନ୍ତିନି ବିଶ୍ୱାସ, କାମରେ ବିଶ୍ୱାସ ରଖନ୍ତି ଆଉ କାମରେ କରିକି ଦେଖାଇବେ ବୋଲି ବିଶ୍ୱାସ ବି ଆମର ଅଛି। ଆପଣ ବର୍ତ୍ତମାନ ବିଜେପିର ଗୋଟେ ମାନେ ମୁରବୀ ପଦକୁ ଆସିଛନ୍ତି ମଣ୍ଡଳର, ତ କ'ଣ ପ୍ରତିକ୍ରିୟା ରହିବ ଆପଣଙ୍କର? ସଂଗଠନକୁ କେମିତି ମଜବୁତ କରିବି, ତାପରେ ଲୋକମାନେ ଏ ଅଞ୍ଚଳରେ ଯାହା ଏ ଅଞ୍ଚଳର ଯାହା ସମସ୍ୟା ରହୁ ତାକୁ ନେଇକି ମୋ ଯେଉଁ ଦଳର ଯିଏ ଅଛନ୍ତି ଉପରେ ଆମର ସଂଗଠନର ମୁଖ୍ୟ ଯିଏ ଅଛନ୍ତି ମୋର ନେତା ଯିଏ ଅଛନ୍ତି ତାଙ୍କ ପାଖରେ ପହଞ୍ଚେଇବି ଆଉ ନିଶ୍ଚୟ ବିକାଶ ହିଁ କରିବି ନିଶ୍ଚୟ। ଆଜି ମୋର ସୌଭାଗ୍ୟ ଅରୁଗୁଳ ସ୍ଥିତ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିରର ଅଷ୍ଟମ ବାର୍ଷିକ ଉତ୍ସବରେ ମୋତେ ଉପସ୍ଥିତ ହେବାର ସୁଯୋଗ ମିଳିଲା। ମୁଁ ଏ ସ୍କୁଲର ସମସ୍ତ କର୍ମକର୍ତ୍ତା ବୃନ୍ଦଙ୍କୁ ତଥା ଅଭିଭାବକମାନଙ୍କୁ ଧନ୍ୟବାଦ ଦେବି। ଆଜି ଏକ ବିଶେଷ ମୁହୂର୍ତ୍ତ ଆମ ସମସ୍ତଙ୍କର ଏକତ୍ରିତ ହେଲା। ବିଶେଷ କରି ଆମେ ଜାଣିଛେ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଆମ ରାଜ୍ୟର ଏକ ଅଗ୍ରଣୀ ଶିକ୍ଷାନୁଷ୍ଠାନ। ଏଠି ମାନେ ବହୁତ ବଡ଼ ବଡ଼ ସ୍କୁଲ ଅଛି କିନ୍ତୁ ଏଠି ଯେଉଁ ଶିକ୍ଷା ପଦ୍ଧତି ଏବଂ ପିଲାଙ୍କୁ ଅନୁଶାସନ କରିବାରେ ସର୍ବାଗେ ରହିଛି ଆମ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର। ଆମେ ସମସ୍ତେ ବି ଜାଣିଛେ ମାନ୍ୟବର ଶିକ୍ଷାମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ନୂତନ ଶିକ୍ଷାନୀତି ଯେଉଁ ଏବେ ଅବଲମ୍ବନ କରିଛୁ ଆମେ, ଏଥିରେ ବିଶେଷ କରି ଆମର ମାତୃଭାଷା, ସ୍ଥାନୀୟ ଭାଷା ଏବଂ ଆମର ଆଞ୍ଚଳିକ ଭାଷାକୁ ପ୍ରାଧାନ୍ୟ ଦିଆଯାଇଛି। ନିଶ୍ଚିତ ଭାବେ ଏଇଟା ଗୋଟେ ବହୁତ ବଡ଼ ପଦକ୍ଷେପ। ଆମେ ହୁଏତ ଆଗାମୀ ଦିନରେ ଭଲ ପାଠ ପଢ଼ି ଦେଶ ବିଦେଶରେ ନାଁ କରିବା କିନ୍ତୁ ତା ସହିତ ନିଜ ମାତୃଭୂମି ନିଜ ମାଆକୁ ସମ୍ମାନ ଦେବା ସେଟା ନିହାତି ଆବଶ୍ୟକତା ଅଛି। ସରକାର ୟାକୁ ହୃଦୟଙ୍ଗମ କରି ଏଟାକୁ ନୀତି ପ୍ରଣୟନ କରିଛନ୍ତି। ବିଶେଷ କରି ଏବେ ଏଇଟା ସିନା ସରକାର ନୀତି ପ୍ରଣୟନ କଲେ କିନ୍ତୁ ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର ଏଥିରେ ଆର ଗୋଟେ ଅଗ୍ରଣୀ ଭୂମିକା ବହୁତ ଆଗରୁ କରିଆସିଛି। ଏଠି ଗୀତା ଭାଗବତରୁ ଆରମ୍ଭ କରି କେମିତି ଗୁରୁଜନ ଗୁରୁମାଙ୍କୁ ସମ୍ମାନ ଦିଆଯାଏ ତାର ଗୋଟେ ପୃଷ୍ଠଭୂମି ହେଉଛି ସରସ୍ୱତୀ ଶିଶୁ ବିଦ୍ୟା ମନ୍ଦିର।
ମୁଁ ଆଶା ରଖିବି ଆଜିର ଏହି ଆଧୁନିକ ଯୁଗରେ ଏଭଳି ଏକ ଶିକ୍ଷାନୁଷ୍ଠାନ ଯେଉଁଟାକି ବହୁତ କଷ୍ଟରେ କାଳତିପାତ କରୁଛି ୟାକୁ ସରକାର ଦୃଷ୍ଟିଗୋଚର କରିବା ଦରକାର। ଏଠି ବହୁତ କମ୍ ମାନେ ପାରିଶ୍ରମିକରେ ଏଠି ଶିକ୍ଷକ ଶିକ୍ଷୟିତ୍ରୀ ମାନେ ସେମାନଙ୍କର ଶିକ୍ଷାଦାନ କରୁଛନ୍ତି। ଆକୁ ସରକାରୀ ସ୍ତରରେ କେମିତି ଆହୁରି ଉନ୍ନତ ମାନର ହୋଇପାରିବ, କେମିତି ଆହୁରି ସୁବିଧା ସୁଯୋଗ ପହଞ୍ଚିପାରେ ଏଇଟା ନିହାତି ସରକାର ଆକୁ ହୃଦୟବନ୍ଦ କରିବା ଦରକାର। ତେଣୁ ଯେହେତୁ ଆମ ସରକାର ଅଛି ନିଶ୍ଚିତ ଭାବେ ଏ ସ୍କୁଲର ଯାହା ଯାହା ଆଗାମୀ ଦିନରେ ଉନ୍ନତିକରଣ ପାଇଁ ଯାହା ଯାହା ଆବଶ୍ୟକତା ଅଛି ମୁଁ ତାକୁ ନିଶ୍ଚିନ୍ତ विभागीय मंत्री पाखक जाकि निश्चित भाव आलोचना करी स्कूल कौन कौन भित्तिभूमि विकास में कौन कौन करा निश्चित आम चेष्टा करूँ। जटणी वेणुधर बराल रिपोर्ट संघर्ष टीवी।